ଆରେ ମୋ ଭାଇ ଟିକେ ଦେଖୁଥିବେ ଯିଏକି ଆମ ଜଣେ ହିନ୍ଦୁ ଭାଇ ଦୀପୁ ଦାସ, ଯିଏକି ତାଙ୍କ ଘରର ଜିମ୍ମାଦାର ପୁରା କରିବା ପାଇଁ ଯାଇଥିଲେ ବାଂଲାଦେଶ। ଆଉ ବାଂଲାଦେଶ ଗୋଟେ କମ୍ପାନୀରେ କର୍ମଚାରୀ ଭାବରେ କାମ କରୁଥିଲେ, ଆଉ କାମ କରିକି ତାଙ୍କ ଘରର ଜିମ୍ମାଦାର ପୁରା କରୁଥିଲେ। ଆଉ ସେ କମ୍ପାନୀ ଭିତରେ ବହୁତ ବଡ଼ 3 ଜଣଙ୍କ ଶ୍ରମିକ ଭିତରେ ବହୁତ ବଡ଼ ଝଗଡ଼ା ହେଲା। ଆଉ ସେ ଝଗଡ଼ା ଭିତରେ ବହୁତ ବଡ଼ ଖରାପ ଗାଳିଟେ ବି ହେଇଥିଲା। ଆଉ ସେ ଗାଳିଟା କିଆଡ଼େ ଭାଇ ବାଂଲାଦେଶକୁ ବହୁତ ମହଙ୍ଗା ପଡ଼ିଲା। ଆଉ ସେ ବାଂଲାଦେଶୀ ଆସିକି କିଛି ବୁଝିଲେନି ଏ 3 ଜଣ ଭିତରେ ଏ ଭାଷା କିଏ କହିଛି। ଆଉ ନିରୀହ ମୋର ହିନ୍ଦୁ ଭାଇଟାକୁ ବ୍ରିଜ ରାସ୍ତାରେ ଘୋଷାଡ଼ି ଆଉ ଆରେ 900,000 ଲୋକ ମିଶିକି ମାରିକି ଦରମଲା ବି କରିଦେଲେ। ଭାଇ ଦରମଲା କରିକି ମନ ଭରିଲାନି ଯେ ତାକୁ ନଙ୍ଗଳା କରିକି ଗଛରେ ଟଙ୍ଗେଇ ଦେଲେ, ଆଉ ଜିଅନ୍ତା ଦେହଟାକୁ ଜାଳିଦେଲେ। ଭାଇ ଏ ଦୃଶ୍ୟ ଦେଖିକି ତାଙ୍କ ପରିବାର ବହୁତ କାନ୍ଦୁଛନ୍ତି। ଭାଇ ମତେ ବହୁତ କଷ୍ଟ ହଉଛି। ମୁଁ ଜାଣିଛି ତମକୁ କଷ୍ଟ ହବନି, କାରଣ ତମ ପରିବାର ସହିତ କାହାରି ଏମିତି ହେଇନାହିଁ। ଯଦି ହେଇଥାନ୍ତା ତାହେଲେ ଏଇଟିକି କଷ୍ଟ ହେଇଥାନ୍ତା। ଆଉ ଯଦି ଏଇ ଭିଡ଼ିଓ ଦେଖି କଷ୍ଟ ହଉଛି ତାହେଲେ ଭିଡ଼ିଓଟା ନିଶ୍ଚିତ ମାତ୍ରା ସେୟାର କର, ଯେମିତି ସରକାର ଦାୟିତ୍ୱ ନେବ ଯେ ବାଂଲାଦେଶ ବୋଲି ଦେଶଟା ଆଉ କେବେ ରହିବନି। ଜୟ ଶ୍ରୀରାମ।